ମାଟିରିକି ଫଳ ଆଉ ସେ ତ ଯାଇଛି ଆସି ଦିପହର ହେଲାଣି ସକାଳୁ ଛୁଆଟା ମୋର କିଛି ବି ଖାଇନି। ମୋ ନାତି କିଛି ଖାଇନି ଆଉ ଭଲ ଲାଗୁନି କଣ ହବ ସେ ମାଟିରିକି ଫଳ ବାହାରିବ ସେଇ ତ ପାଇଁ ମୋ ନାତିଆଟା ଦେଖାଯାଉନି ଆଜି ନା ପ୍ରଥମ ଥାନେ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରଥମ ସ୍ଥାନ ଅଧିକାର କରିଛି ଜାଣିଛୁ ମୁଁ ନା ଆଜି ଦଶମ ଥାନେ ପ୍ରଥମ ସ୍ଥାନ ଅଧିକାର କରିଛି। ଓଡିଶାର ନା 1 ନମ୍ବର ହେଇଥିଲେ ଅଧିକାର କରିଛି। ହଁ ତୁ କାଇଁ ମନ ଶୁଖେଇ ବଇଛୁ କହିଲୁ? ମନ ଶୁଖେଇ ବସି ମାତିରିକିରେ ପ୍ରଥମ ସ୍ଥାନ ଅଧିକାର କରିଛି। ମତେ ଭୋକ ନମ୍ବର ଅଧିକାର କରିଛି ମୁଁ ଯାଉଛି। ଆଜି ଗୋଟେ ଖୁସି ଖବର ମୁଁ ନା ଦଶମ ଥାନେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେଇଛି। ସକାଳୁ ଗଲାଣି କାହିଁ ଆସିନି? କୁନିକି ମୁଁ ସାନ ମା ଦେଖିନି। କୁଆଡେ ଗଲାଣି? ଗୋଟେ ବୋଲି ନାତି 6ଟା ନୁହେଁ କି 9ଟା ନୁହେଁ ତୁ ତାକୁ ବିଦେଶରେ ପଢେଇବୁ। ଆଉ କଣ କରିବି? ଏଇଠି କଣ ହରି ବାବୁଙ୍କ ପୁଅ ନୁହେଁ ବାହାରେ ପଡି ପୁଳା ପୁଳା ଟଙ୍କା ରୋଜଗାର ହବନି ଚଳିବା କେମିତି? ତୁ ତ ଜାଣିଛୁ ତ ବୁଢୀ ଲୋକ କାଇଁ ତା ସାଙ୍ଗରେ କେତେରେ କେତେ ରହୁଛୁ? ତୁ ଗଲୁ ମୁଁ ମୋର ବିଦେଶରେ ପାଠ ପଢିବି ମତେ କାଲି ବାପା କହୁଥିଲେ। ନା ଜେଜେମା ତୁ ବୁଝୁନୁ ମୁଁ ଏ ଗାଁ ପିଲାଙ୍କ ଭଳିଆ ଏଇଠି କଣ ବୁଲୁଥିବି ସେମିତି? ନା ମୁଁ ଫରେନରେ ପାଠ ପଢିବି ମୁଁ ଏଠି ପଢିବି ନା। ବୋଉ ତୁ ଜେଜେମା ବୁଝେ। ଗାଡି ଅଛି ନା ବାପା? ମତେ ତ କେହି ପଚାରୁନି ଆଶା କରୁଛ ବର୍ତ୍ତମାନ ଟିପୁର ମା ବିଦେଶ ଯିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଯାଉଛି ବୋଉ ମୁଁ ଯାଉଛି। ହଁ ବୋଉ ମୁଁ ସବୁ ନେଇ ତୁ ମନ କାହିଁ କଷ୍ଟ କରୁଛୁ କହିଲୁ? ବୋଉ ତୁ ଶୀଘ୍ର ମତେ ବନ୍ଦା ପଳା କଲୁ ମୋର ଗାଡି ଟାଇମ୍ ହେଇଗଲା। ମନ କଷ୍ଟ କରନା ପିଲା ବେଳେ କାହିଁ ମନ କଷ୍ଟ କରୁଛୁ କହିଲୁ? ଭଲ ହେଲା ବେଳେ କିଏ ମନ କଷ୍ଟ
ଜେଜେମା ବିଦେଶ ଯାଉଛି ପାଠ ପଢିବାକୁ। ହଁ ମୋର ଗାଡି ଟାଇମ ହେଇଗଲାଣି ଲୋ। मार लिया ଜେଜେମା କଥା ବୁଝିବୁ ମୁଁ ଆସୁଛି। ମୋ ଗାଡି ଟାଇମ ହେଇଗଲାଣି। କକା ପୁଣି ଆସୁଛି। ଗାଡି ଟାଇମ ହେଇଗଲାଣି। ଜାନନି ସେ ଓଡିଶାର ମେଟ୍ରିକରେ ଟପାର ଅଛି। ତାର ବାପାର ମନ ବିଦେଶରେ ଟିକେ ପାଠ ପଢାଇବେ, ସେଥିପାଇଁ ସେ ଆଜି ବିଦେଶକୁ ବାହାରିଲା। କଣ ଆମ ଏଇ ଗାଁରେ କଣ କଲେଜ ନାହିଁ? ସେ ହରିବାବୁଙ୍କ ପୁଅ ବା କଲେଜର ହେଲାଣି ଏଇ ଗାଁ କଲେଜରେ ପଢିକି। ଆଜି ଯିବା ଟିକେ ମାରିଦେଲେ ବିଦେଶକୁ ଯାଉଛି ନା, ସେଥିପାଇଁ ସେ ଯାହା ହବେ ହେଉ। ଆମେ ଚାଷୀବାସୀ ଲୋକ କଣ ପାଇଁ ଲୋକର ସମାଲୋଚନା କରିବୁ? ଚଲ ଚଲ ଆମେ ଆମର ଚାଷ କରିବା। କେବଳ ଇଂରାଜୀ ଭାଷା ହିଁ କହୁଅଛି ଏବଂ ତାହାର ଗ୍ରାମବାସୀ ମାନଙ୍କର ସେଇ ମାତୃଭାଷାଟିକୁ ସେ ଆଜି ବୁଝିପାରୁନାହିଁ। ଅସୁସ୍ଥ ହୋଇ ପଡ଼ିଅଛି। Mom, water. Mom, water, taking water. Taking water. Taking water, some water, stay at
କଣ ହେଲା ସାନ ମା? କଣ ପାଣି ମାଗୁଥିଲା ରୋଟାର କହୁନି ଜମା I am fine. Sorry, I am fine. I'm sorry, I'm sorry. Come on. Thank you for coming. আরে কমলার পুଅଟା ମେଟ୍ରିକରେ ଭଲ ରେଜଲ୍ଟ କରିଥିଲା। ତାର ବାପାର ମନ ଥିଲା ବିଦେଶରେ ଟିକେ ପାଠ ପଢାଇବେ। କଣ ହେଲା ତେବେ ମାତୃଭାଷାକୁ ଭୁଲିଗଲା। ଆଜି ସକାଳୁ ତାର ଜଲ ଶୋଷ ହଉଛେ, ସେ କହୁଛେ ୱାଟର ୱାଟର ୱାଟର। ଏ ବୁଢୀ ତ ଇଂଲିଶର ଇ ଅକ୍ଷର ବି ବୁଝୁନି, ସେ ଶୁଣୁଛେ ରୋଟର। ଆମେ ଯାଇଥିଲେ ଆଜି ଯାଇଥାନ୍ତା। ହଁ ବା ଗାଁର ଯେ ବିଦ୍ୟାଳୟଟା ଅଛି ସେଠି ପାଠ ପଢେଇବି। ଆଜି ମୋର ବୋଲ ତୁମେ ଜାଣିନ ସେ ଆମ ଗାଁ କମଳାର ପୁଅ ବା। ସେ ଯାଇଥିଲା ବିଦେଶକୁ ପାଠ ପଢିବା ପାଇଁ, ଆସିଲା ବେଳକୁ ମାତୃଭାଷା ସମ୍ପୂର୍ଣ୍ଣ ଭୁଲି ଯାଇଛି। ସିଏ ଆଜି ଆମେ ଯାଇନଥିଲେ ସେ ଆଜି ସମ୍ପୂର୍ଣ୍ଣ ଯାଇଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଆମେ ଯେତେ ଭାଷା ଶିଖିଲେ ମଧ୍ୟ ଆମ ମାତୃଭାଷାକୁ ଭୁଲିବାନି, ସବୁଦିନ ମନେ ରଖିବା। ମାତୃଭାଷା ହେଉଛି ଆମର ମାର ଭାଷା। ଏହା ହେଉଛି ଆମର ପୂର୍ବପୁରୁଷଙ୍କର ଦାନ। ଏହାକୁ ରକ୍ଷା କରିବା ଏବଂ ତାକୁ ବ୍ୟାପକ କରିବା ହେଉଛି ଆମର କର୍ତ୍ତବ୍ୟ। ଏହା କେବଳ ଆମେମାନେ ଜାଣିବା ଆଉ ଓଡ଼ିଶାର ସମସ୍ତ ଗ୍ରାମବାସୀ ଜାଣିବା ଦରକାର। ତାହେଲେ ଆଜି ଆମେ ସମସ୍ତେ ଶପଥ କରିବା ଯେ ଆମେ ମାତୃଭାଷାକୁ କେବେ ବି ଭୁଲିବାନି, ଯେତେ ଭାଷା ଶିଖିଲେ ମଧ୍ୟ। ଆସ ସମସ୍ତେ ଶପଥ କରିବା। ମାତୃଭାଷା ହେଉଛି ଆମର ଜୀବନ। ମାତୃଭାଷା ମାତୃଭୂମିରେ ମମତା ଜାଗୃତି ଜନନୀ ରାଣୀ। ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ, ଅଜ୍ଞାନ ରହିବେ କାହିଁ, ଅଜ୍ଞାନ ରହିବେ କାହିଁ।